ମୂଳଟି ଅଟଇ ବିଶ୍ୱାସ ଭଣିଲେ ଜଗନ୍ନାଥ ଦାସ ଆହା ଭଣିଲେ ଜଗନ୍ନାଥ ଦାସ ଭଣିଲେ ଜଗନ୍ନାଥ ଦାସ ଆହା ବିଶ୍ୱାସ ବିନା କର୍ମ ଯେତେ ଆହା ଫଳନ ଫଳେ କଦାସିତେ ଆହା ଫଳନ ଫଳେ କଦାସିତେ ଫଳନ ଫଳେ କଦାସିତେ ମା ଜଣକ ତୁଳସୀ ମୂଳରେ ଜଳ ଦଉଛି ଜଗନ୍ନାଥକୁ ହାତ ଯୋଡି ମୁଣ୍ଡିଆ ମାରୁଛି ମାରୁଛି ତୁଳସୀ ମୂଳରୁ ଜଳ ଆଣି ସିଞ୍ଚି ହଉଛି ଦେବତୀ ନାରଦ କହିଲେ ଇଏ କାର୍ଯ୍ୟ କଣ କିଛି ବୁଝି ହଉ ନାଇଁ 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 ଅବତୀର୍ଣ୍ଣ କଲେ ପ୍ରାଚୀର ପାଖରେ ଡାକିଲେ ମା ଓ କଣ କରୁଛ ମା କଣ କରୁଛ ମା ଜଣକ ଚାହିଁଲେ ଚାହିଁଲେ ହେଲେ ବାବାଜୀ ପୁଅ ଦେଖା ଯାଉନି ଆହା ପ୍ରଭାତ ସମୟରେ ତୁଳସୀ ମୂଳରେ ଜଳ ଦଉଛି ଦଉଛି ଜଗନ୍ନାଥକୁ ମୁଣ୍ଡିଆଟିଏ ମାରୁଛି ମାରୁଛି ତୁଳସୀ ମୂଳ ଜଳ ଟିକେ ଗଙ୍ଗା ସ୍ନାନ କରୁଛି ଛାନ୍ତି ହେଇ ବେଶ ବେଶ ନାରଦ ବାବାଜୀ ପଚାରିଲେ ମା ଜଗନ୍ନାଥଙ୍କ ଧାମଟା କୋଉଠି ଶ୍ରୀକ୍ଷେତ୍ର ଧାମ ଗଙ୍ଗା କଲିକତା ସହର ହେଲା ମା ନଟିଆ କହିଲା ଭଳିଆ ତ କଥାରେ ଠିକ ନାହିଁ ନାଇଁ 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 ନା ମାନେ କଣ ନା ଜଗନ୍ନାଥଙ୍କ ଘର ହେଲା ଶ୍ରୀକ୍ଷେତ୍ର ତୁ ମୁଣ୍ଡିଆ ମାରୁଛୁ ତୁଳସୀ ମୂଳେ ତୁଳସୀ ମୂଳରେ ଗଙ୍ଗା ହଉଛି କଲିକତା ସହରରେ ତୁ କହୁଛୁ ତୁଳସୀ ମୂଳେ ସ୍ନାନ କରୁଛୁ ହେଲା ବାବାଜୀ ପୁଅ ଏ ଘର ବୋଲିକି ବଖରେ ଛପର ନାହିଁ କି ଦୁଆରେ କବାଟ ନାହିଁ ନାହିଁ କୋଉଠୁ ବାବାଜୀ ପୁଅ ପଇସା ପାଇବି ଯେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯିବି କଲିକତା ସହର ଗଙ୍ଗା ସ୍ନାନ କରିବାକୁ ଯିବି ଏଇଠି ବାବାଜୀ ପୁଅ ତୁଳସୀ ମୂଳରେ ଗଙ୍ଗା ସ୍ନାନ କରୁଛି ଜଗନ୍ନାଥକୁ ମୁଣ୍ଡିଆ ମାରୁଛି ଜାଣିଛ ବାବାଜୀ ପୁଅ ଏ ଜଗନ୍ନାଥ ଅଛନ୍ତି କୋଉଠି ନା କାଲି ରାତିରେ ବୁଢା ସତସଙ୍ଗକୁ ଯାଇଥିଲି ସତସଙ୍ଗରୁ ଫେରି ଆସି ଭୋଜନ କଲା ବେଳେ କହିଲେ ଜାଣିଛୁ ନା କଣ କଣ ହେଲା ମୂଳଟି ଅଟଇ ବିଶ୍ୱାସ ଭଣିଲେ ଜଗନ୍ନାଥ ଦାସ ଆହା ଭଣିଲେ ଜଗନ୍ନାଥ ଦାସ ଭଣିଲେ ଜଗନ୍ନାଥ ଦାସ ଆହା ବିଶ୍ୱାସ ବିନା କର୍ମ ଯେତେ ଆହା ଫଳନ ଫଳେ କଦାସିତେ ଆହା ଫଳନ ଫଳେ କଦାସିତେ ଫଳନ ଫଳେ କଦାସିତେ ବାବାଜୀ ପୁଅ ବୁଢା କାଲି ରାତିରେ ସତସଙ୍ଗରୁ ଫେରି କହିଲେ ବିଶ୍ୱାସ ବିନା କର୍ମ ଯେତେ କୋଉଠୁ ପଇସା ପାଇବୁ ଯେ ଗଙ୍ଗା ସ୍ନାନ କରିବାକୁ ଯିବି କଲିକତା ସହର କୋଉଠୁ ପଇସା ପାଇବି ଯେ ଶ୍ରୀକ୍ଷେତ୍ର ଧାମ ଯିବି ବାବାଜୀ ପୁଅ ଏଇଠି ପୁରୀ ଦର୍ଶନ କରୁଛି ଗଙ୍ଗା ସ୍ନାନ କରୁଛି ଜଗନ୍ନାଥଙ୍କୁ ଦର୍ଶନ କରୁଛି ବାବାଜୀ କହିଲେ ମା କହିଲୁ ତ ପୁରୀରେ ଜଗନ୍ନାଥଙ୍କ ଘର କହିଲୁ ତ ଗଙ୍ଗା କଲିକତା ସହରରେ ପୁଣି କଣ ଦର୍ଶନ କରୁଛୁ ନା ବାବାଜୀ ପୁଅ ମୁଁ କହିଲି ଆଉ କିଏ କହିଲା ହେଲା ଗୋରେଖ ଦାସ କହିଛନ୍ତି ହେଲା ମୂଳେ ତାର ଗଙ୍ଗା ଡାଳେ ତାର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ ଏଇ ପତ୍ରେ ଦେବତାଙ୍କ ବାସ ସେ ପତ୍ର ପଡ଼ିଲେ ମନୋହି ହୁଆଇ ସେ ପତ୍ର ପଡ଼ିଲେ ମନୋହି ହୁଆଇ କହିଛି ଘରେ ଖଦାସ ମୋତେ ଆପଣର କରି ନିଅ ଆହେ ଦିନ ବାନ୍ଧବ ମୋତେ ଆପଣର କରି ନିଅ ବାବାଜୀ ପୁଅ ମୂଳରେ ଗଙ୍ଗା ଡାଳରେ ଦେବତା ମାନେ ପତ୍ରରେ ଗଙ୍ଗା ଅଛନ୍ତି ବାବାଜୀ ପୁଅ ମୁଣ୍ଡିଆଟିଏ ମାରୁଛି ଗଙ୍ଗା ସ୍ନାନ କରୁଛି ନା ଠିକ ଅଛି ମା ମା ଜଣକ କହିଲା ବାବାଜୀ ପୁଅ ଇଏ ଗଙ୍ଗାରେ ସ୍ନାନ ନ କଲେ ଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ ନ କଲେ ମାନବ ଜନ୍ମର କିଛି ମୂଲ୍ୟ ନାହିଁ ନାଇଁ 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 କାହିଁକି ମା କାହିଁକି ନା ଜାଣିଛ ବାବାଜୀ ପୁଅ
ଏ ଚର୍ମ ଚକ୍ଷୁରେ ଗୋଟାଏ ଥର ଯାଇ ଜଗନ୍ନାଥକୁ ଦର୍ଶନ କରିବ ରଥରେ ଭଗବାନ କୃଷ୍ଣ ଗୀତାରେ କହିଲେ ହେଲେ ବାସ୍ତେ ତୁ ବାମନ ଦୃଷ୍ଟ୍ୟା ପୁନର୍ଜନ୍ମ ନ ବିଦ୍ୟତେ ବାବାଜୀ ପୁଅ କୋଉଠି ସମ୍ବଳ ଅଛି ନା 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 ଗୋଟାଏ ଥର ଯିବ ଯଦି ଗଙ୍ଗାରେ ସ୍ନାନ କରେ ଯେତେ ପାପ ତା ଶରୀରରେ କରିଥାଏ ସବୁ ପାପ ଧୌତ ହେଇଯାଏ ଆଚ୍ଛା 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 ହେଲେ ବାବାଜୀ ପୁଅ ଆମ ଅବସ୍ଥା ତ ଦେଖୁଛ ଘର ବୋଲିକି ବଖରେ ଛପର କରିବାକୁ ପଇସା ନାହିଁ ନା କୋଉଠୁ ପଇସା ପାଇବୁ ଯେ ଯିବି ଗଙ୍ଗା ସ୍ନାନ କରିବାକୁ ବାବାଜୀ କହିଲେ ମା ଯଦି ଏତେ ବିଶ୍ୱାସ କହିଲ ତା ପଛରେ କହୁଛ ପୁଣି ନା ହଁ ଯେ ବାବାଜୀ ପୁଅ କିନ୍ତୁ ଜୀବ ଆତ୍ମା ଯେତେବେଳେ ଅନେକ ଜନ୍ମ ତପସ୍ୟା ଫଳରେ ଯେ ଶରୀରଟା ପାଇଛି ନିତ୍ୟାନ୍ତ ଥରେ ହେଲେ ଚର୍ମ ଚକ୍ଷୁରେ ଦର୍ଶନ କରିବା କଥା ବେଶ ବେଶ ନା କାହିଁକି ମା ତାହେଲେ ବିଶ୍ୱାସ ବିନା କର୍ମ ଯେତେ ଲେଖା ହେଲା କାହିଁକି ନା ସତ୍ୟ ସେ କଥା ମିଥ୍ୟା ନୁହଁ କିନ୍ତୁ ଏ ଦୁର୍ଲଭ ଶରୀର ପ୍ରାଜୀବ ପାଇଛି ହଁ ବ୍ୟାସ କହିଲେ ଦୁର୍ଲଭ ମାନସ ଦେହ ଏହି ଲାଙ୍ଛନ ଭଙ୍ଗୁରୁ ତତ୍ରାପି ଦୁର୍ଲଭ ମନ୍ୟେ ବୈକୁଣ୍ଠ ପ୍ରିୟ ଦର୍ଶନେ ଆମେ ଯଦି ଏଇ ଶରୀରରେ ଆଜ୍ଞା ବୈକୁଣ୍ଠପୁର ଦର୍ଶନ କରିପାରିବା ତାହେଲେ ଶରୀରଟାର ମୂଲ୍ୟ ଅଛି 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 ବାବାଜୀ କହିଲେ ଠିକ ଅଛି ମା କାହିଁକି ତାହେଲେ ଏତେ ମନ କରୁଛୁ ଏଇଠି ବିଶ୍ୱାସ ରଖିଥିଲୁ ନା ନାଇଁ ବାବାଜୀ ପୁଅ ଇଚ୍ଛା ଅଛି ପ୍ରଭୁର କୃପା ହେଲେ ନିଶ୍ଚିତ ଦିନେ ନା ଦିନେ ମନ ବାଞ୍ଛା ପୂରଣ ହବ ହବ ନା କାହିଁକି ତାହେଲେ ଜିଜ୍ଞାସା ରଖିଛୁ କାହିଁକି କାହିଁକି ମା ଜଣକ କହିଲା ବାବାଜୀ ପୁଅ ଗଙ୍ଗାରେ ଯେମିତି ବୁଡ ଦେଲେ ଥରେ ସବୁ ପାପ ଯାଏ ଧୋଇ ଗଙ୍ଗାରେ ଯେମିତି ବୁଡ଼ ଦେଲେ ଥରେ ସବୁ ପାପ ଯାଏ ଧୋଇ ପୁରୀରେ ସେମିତି ପାଦ ଦେଲେ ଥରେ ପାପି ଯାଏ କପି ହୋଇ ସବୁଦିନ ସବୁ ରାତି ଦୁଃଖରେ ଯାଏ ବିତି ସବୁଦିନ ସବୁ ରାତି ଦୁଃଖରେ ମୋ ଯାଏ ବିତି ଦିନେ ଜନ୍ମ ଦିନେ ମରଣ ଦିନେ ମିଶାଣ ଦିନେ ଫେରାଣ ଦିନେ ଜନ୍ମ ଦିନେ ମରଣ ଦିନେ ମିଶାଣ ଦିନେ ଫେରାଣ ଏ ଜୀବନ ଦୁଇ ଦିନ ଏ ଜୀବନ ଦୁଇ ଦିନ ଦିନେ ଜନ୍ମ ଦିନେ ମରଣ ଦିନେ ମିଶାଣ ଦିନେ ଫେରାଣ ବାବାଜୀ ପୁଅ ଦିନେ ଜୀବ ଜନ୍ମ ହେଇଛି ଆଉ ଦିନେ ପୃଥିବୀ ଛାଡିକି ଯିବ ଯିବ ଏ ଯିବା ଆସିବାରେ ଆଜ୍ଞା ସମୟଟା କେତେବେଳେ ଚାଲି ଯାଉଛି ଏ କଥାଟା ଜଣା ପଡୁନି ଯିବ ନା 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 ସେଇଥିପାଇଁ କବି କହିଲେ ବାବୁ ରେ ଜୀବନଟା ଦି ଦିନିଆ ଖେଳ ଘରର କୁଣିଆ ହଁ ନାଇଁ ହେଲେ ଦି ଦିନିଆ ସଂସାର ମେଳ ଯିବା ଆସିବାରେ ଲାଗିଛି ଖେଳ ଦିନିଆ ସଂସାର ମେଳ ଯିବା ଆସିବାରେ ଲାଗିଛି ଖେଳ ଦିନିଆ ସଂସାର ମେଳ ଦୁର୍ଲଭ ଶରୀର ପାଇଛୁ ରେ ଜୀବ ଦୁର୍ଲଭ ଶରୀର ପାଇଛୁରେ ଜୀବ ଆରେ ପାର ହୋଇ ଯିବୁ ଭବସାଗର ଦିନିଆ ସଂସାର ମେଳ ଯିବା ଆସିବାରେ ଗଲାଣି ବେଳ ଦିନିଆ ସଂସାର ମେଳ ଦି ଦିନିଆ ସଂସାରକୁ ଆସିକି ଯିବ କେତେ ଆଜ୍ଞା ଗର୍ବ କରୁଛି କହିଲେ ଗୋଟେ ଦିନ ଆସିଛି ଆଉ ଗୋଟେ ଦିନ ଯାଉଛି ଯାଉଛି ଆଉ ଯେତକ ରହିଲା ସବୁ ଯାକ ଓଳିଏ ଓଳିଏ ନୁହଁ ଯଦି ବ୍ରହ୍ମାକୁ ଆଜ୍ଞା ଆମର ବର୍ଷକରେ ବ୍ରହ୍ମାକୁ ଦିନେ ହଉଛି ତାହେଲେ ଆମେ କେତେ ବର୍ଷ ରହୁଛେ ଯେ ଓଳିଏ ନୁହଁ ହଁ ମ ବାବାଜୀ କି ଆଜ୍ଞା ମୁଣ୍ଡିଆଟିଏ ମାରିଲା ମା ଜଣକ କହିଲା ବାବାଜୀ ପୁଅ ଏ କଥା ବସରେ ତମକୁ ମୁଣ୍ଡିଆ ମାରିବାକୁ ମନ ନାହିଁ ନା 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 ଏଠି ବାବାଜୀ ପୁଅ ମୁଣ୍ଡିଆଟିଏ ମାରୁଛି ନାରଦ ବାବାଜୀ ଆଶୀର୍ବାଦ ଦେଲେ କଣ କହିଲେ ମାଲୋ କୋବିଧ ବି ବରସା ଇଏ ସତସଙ୍ଗ ପତିବ୍ରତା ତେଜସ୍ୱିନୀ ଯଶସ୍ୱିନୀ ଧର୍ମ ପତ୍ନୀ ପତିବ୍ରତା ଧର୍ମ ପତ୍ନୀ ପତିବ୍ରତା
ମା ଜଣକ ହାତ ଯୋଡ଼ିଲା କହିଲା ବାବା ଯିବ କଣ ଆଶୀର୍ବାଦ କଲ କି ମୁଁ ବୁଝିପାରୁନି ମୁଁ ତ ମୂର୍ଖ ଲୋକ ଆହା ନା ମା ଲୋ କଣ ତୁ ସତସଙ୍ଗରେ ବସିଥିବୁ ହଁ ତୋ ଆତ୍ମା ପରମ ଆତ୍ମାରେ ଯାଇ ମିଶିବ ଆଚ୍ଛା 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 କାନ୍ଦିଲା ମା ଜଣକ ହଁ ହଁ କହିଲା ମା କାନ୍ଦୁଛ କାହିଁକି 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 ନା ଗନ୍ଧାରୀ ଘର ବୁଢା ଘରେ ବସିଛନ୍ତି ହଁ ହଁ ଆସିକି ଟିକେ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତେନି ଆହା ନାରଦ କହିଲେ ଡାକୁନ ମୋ ପାଖରେ ଅଭାବ ନାହିଁ ନା 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 କାନ୍ଦିଲା ପୁଣି ମା ହଁ କହିଲା ମା ପୁଣି କାହିଁ କାନ୍ଦୁଛ କାହିଁକି ନା ଆସିପାରିବେନି ବୁଢା ନା କାହିଁକି କାହିଁକି ହେଲେ ଆସିପାରିବେନି ବୁଢା ଜଗିଛନ୍ତି ଘର ଜଗିଛନ୍ତି ଘର ବୁଢା ଜଗିଛନ୍ତି ଘର ଏକ ବସ୍ତ୍ରେ ପତି ପତ୍ନୀ ଚଳାଉ ସଂସାର ଚଳାଉ ସଂସାର